हरि ओम। आज जो यही मातृपितृ पूजन कार्यक्रम अनुष्ठित होती ब्रह्मलीन परमहंस देव उदासीन आश्रम नरणपुर केन्द्रापड़ा ठारे अवस्थित। प्रथमे तिलक करवा एवं फूल पकई थाली दीप जले आरती करवा। आरती जमती पूजा करूँ आमे भगवान को जमती गणेश पूजा करते महादेव और माता पार्वती को सेमिति आमे मध्य माता पिता को पूजा करवा। 14 फेब्रुआरी आमे घरे घरे मातृ पितृ पूजन पालन करवा। ताहा आज करी देखैछंती श्री जोगवेदांत सेवा समिति रो साधक भाई माने। तापर आमे आरती पर परिक्रमा करवा जेमिति श्री गणेश माता पिता को 7 थर परिक्रमा करी पूजन करी महान होते आमे मध्य माता पिता को पूजन करी महान हवा। समस्त जिनिष पूजा विधि मंत्र अनुसार प्रणाम करवा एवं शेष रही जो भावपुण्य भोजन पिला माननकु कलाकृत करवा आलिंगन करवा और आशीर्वाद एवं शुभाशीष प्रदान करवा। भूली जीवा सभी को भूल नहीं माँ बापा को। यही भावपूर्ण भजन रे भावविहूल होई माँ मान आखिर कि बापा मान एवं गुरुजन मान आखिर लुह आसी जाऊला। संपूर्ण भिडियोटी को आप देखु देखिले जानीपारे। भिडियोटी को शेष पर्यंत देखु। लाइक शेयर कमेंट करने को भूलु ना और चैनल नुआ थे सब्सक्राइब कर बेल आइकन को प्रेस करूँ जहाँपर एमती नुआ नुआ वीडियो अपलोड है तुरंत देखिपारे। ये हूँ नरणपुर केन्द्रापड़ा ब्रह्मलीन उदासीन आश्रम दृश्य। फेब्रुआरी 14 तिथि रे आमे निज निज घरे निज मातृपितृ को पूजा करबा। ओम शांति शांति शांति। ଆମ ଗାଁରେ ଏଭଳି ଏକ ମହାନ କାର୍ଯ୍ୟକ୍ରମ କରିଛନ୍ତି। ଆମେ ସମସ୍ତେ ଜାଣିଛେ ଯାହାକି ମାତା ପିତା ତେଣୁ ବଡ଼ ଦେବତାକେ ସ୍ୱର୍ଗ ଯାଇଛେ ନାହିଁ ତାଙ୍କରି ଆଶିଷ ସାହସ ନା ଏକା ବିପତ୍ତି କରିବା ପାଇଁ ତାଙ୍କର ଆଶିଷ ରହିଲେ କୌଣସି ଦିଅ ଦେବତା ଗୁରୁ ପୂଜାର ଆବଶ୍ୟକତା ନାହିଁ। ଯଦି ଜଣେ ମାତା ପିତାଙ୍କ ଆଶୀର୍ବାଦ ପିଲାଙ୍କ ଉପରେ ଥିବ ତେଣୁ ଏହି ମହାନ କାର୍ଯ୍ୟକ୍ରମ ଆମ ଗୁରୁ ଭାଇମାନେ ଆସି କଲେ କଣ ବୋଲି ସମୟ ଦେଇ ତାପରେ ଗ୍ରାମବାସୀ ସମସ୍ତଙ୍କୁ ଆମେ ଧନ୍ୟବାଦ ଦେବା। ଆଜିର ଯୋଉ ପିଲାମାନେ ଅଛନ୍ତି ସେମାନଙ୍କ ପାଇଁ ଏ କାର୍ଯ୍ୟକ୍ରମ କେତେ ମାନେ ଉଚ୍ଚତର ଶିକ୍ଷା କେତେ ମାନେ ଶିକ୍ଷା ସଂସ୍କୃତିର ବିଷୟ ମୁଁ ଆଜି ଅନୁଭବ କରୁଛି। କାହିଁକି ନା ଆଜିକାଲି ପିଲା ଯୋଉ କୁପଥକୁ ଯାଇ ପିତାମାତାଙ୍କ ପ୍ରତି ଯୋଉ କୁବ୍ୟବହାର କରି ଯୋଉ ସମାଜକୁ କଳୁଷିତ କରୁଛନ୍ତି ମୁଁ ଆପଣମାନଙ୍କୁ ଏତିକି ଅନୁରୋଧ କରୁଛି ଯୋଉ ଗୁରୁ ଭାଇମାନେ ଆସିଛନ୍ତି ସେମାନେ ପ୍ରତିବର୍ଷ ଏ ଜାଗାକୁ ଆସି ଏଇଭଳିଆ ଶିକ୍ଷା ଦିଅନ୍ତୁ ଯାହାଫଳରେ ଆମର ଏଇ ପିଲାମାନେ କୁପଥରେ ଯୋଉ ଯାଉଛନ୍ତି କୁପଥରୁ ସୁପଥକୁ ଆସିପାରିବେ। ଯୋଉ ସକାଳ ସନ୍ଧ୍ୟା ନମସ୍କାର ଭଜନ ଦ୍ୱାରା କି ମୁଁ ଯୋଉ ଭଜନଟି ଶୁଣୁଥିଲି ଏତେ ହୃଦୟସ୍ପର୍ଶୀ ପିଲାମାନଙ୍କୁ ପରିବର୍ତ୍ତନ କରିବାକୁ ଗୋଟିଏ ମାନେ ସର୍ଟ ମାର୍ଗ ବି ଅଛି ଏଥିରେ। କାହିଁକି ନା ପିତାମାତାଙ୍କୁ ଯୋଉ ସକାଳ ପ୍ରଣାମ ସନ୍ଧ୍ୟାର ପ୍ରଣାମ ହେବା ଦ୍ୱାରା ସେମାନଙ୍କର ଆଶୀର୍ବାଦ ଯାହା ପାଇବେ ପିତାମାନଙ୍କ ପ୍ରତି ଭକ୍ତି ରହିବ। ପିତାମାତା ବି ପିଲାମାନଙ୍କ ପ୍ରତି ବହୁତ ଆଶୀର୍ବାଦ ଦେବେ। ଏହା ଦ୍ୱାରା ସେମାନେ ଦିନେ ନା ଦିନେ ବଡ଼ ମଣିଷ ହୋଇ ସଂସାରରେ ବାହାରିବେ। ମୁଁ ଏତିକି କହୁଛି ଯେ ଆପଣମାନଙ୍କୁ ଯୋଉ ଆମର ଆଶାରାମନାଥ ଗୁରୁ ସେ ଗୁରୁଙ୍କୁ ବି ମୁଁ ଚିର ନମସ୍କାର କରୁଛି। ସେ ବି ଗୋଟେ ମାନେ ଏତେ ବଢ଼ିଆ ସ୍ଥାନଟି ସେ ବାଛିଛନ୍ତି। ମୁଁ ଏ କଥା ଶୁଣି ବହୁତ ଧନ୍ୟ ହେଇଗଲି। ଆଉ ଭଦ୍ର ଗୁରୁ ଭାଇଙ୍କୁ ଧନ୍ୟବାଦ କରୁଛି ଯେମିତି ଯୋଉ ପୂଜା କରାହେଉଛି ତାକୁ ପ୍ରୋସେସନ ବି କରାଯାଉଛି। ଆଉ ଗୋଟେ ପୂଜା ଅଛି ଗୁରୁ ଦିବସ ସ୍କୁଲ ଯାଇକି ସାର୍ମାନଙ୍କୁ ପୂଜା କରୁ କିନ୍ତୁ ଘରେ ବାପା ମାଙ୍କୁ ପୂଜା କରୁନା ଆମେ ଖାଲି ଗୁରୁମାନଙ୍କୁ ହିଁ ପୂଜା କରୁ କିନ୍ତୁ ବାପା ମା ବି ହେଉଛନ୍ତି ଆମର ଗୁରୁ ଦିବସ ନେଇ ପୂଜା କରିବା କଥା। ସେଦିନ ଆମେ ଯୋଉ ପୂଜା କରିପାରୁନା ସେଇଟା ଆମର ବାକି ରହିଯାଇଥାଏ। ଏଇଟା ମାତୃପିତୃ ପୂଜା ଦିବସ ହେଉଛି ସେଦିନ ଆମେ ବାପା ମାଙ୍କୁ ପୂଜା କରି ବହୁତ ଖୁସି ଲାଗୁଛି। ଆଉ ଘରେ ତ ଆମେ କେମିତି ପୂଜା କରିପାରୁନି କିନ୍ତୁ ଏଠି ସମସ୍ତଙ୍କୁ ଗୋଟେ ପ୍ରୋସେସନ ପୂଜା କରାଯାଉଛି। ଭଜନ ଅକ୍ଷର ପ୍ରଚୁର ହେଉଛି ଆଉ ସମସ୍ତେ ଏକାସାଙ୍ଗେ ପୂଜା କରି ବହୁତ ଭଲ ଲାଗୁଛି।
ପ୍ରଥମ ଦିନ ଧରିକି ହଉଛି ଗାଁ ବାପାଙ୍କ ନାଁ ପିତାଙ୍କୁ ପ୍ରଣାମ କରିଦେଲେ ମାନେ ସବୁ ଦେବତାଙ୍କୁ ଆମେ ପ୍ରଣାମ କରିଦେଲେ ଆଉ ସର୍ବ ତୀର୍ଥମୟ ମାତା ଆମେ ଯଦି ମାତାଙ୍କୁ ପ୍ରଣାମ କରୁଛୁ ସବୁ ତୀର୍ଥର ପରିକ୍ରମା ଆମର ହେଇଗଲା। ସେଥିପାଇଁ ଆମକୁ ବାହାରେ ବାରମ୍ବାର ବୁଲିବା କି ପୁଣ୍ୟ ଅର୍ଜନ କରିବାକୁ ଯିବାକୁ ପଡ଼ିବନି, ଆମେ ଘରେ ସବୁ ପାଇଯିବା। ସେଥିପାଇଁ ଏଇଟା ଗୋଟିଏ ଯେ କେମିତି ଆମେ ଗଣେଶ ପୂଜା ସରସ୍ୱତୀ ପୂଜା ବର୍ଷକୁ ଗୁରୁଜନମାନଙ୍କୁ ମାନିବା ଦରକାର, ସମ୍ମାନ ଦେବା ଦରକାର। କାରଣ ଆମର ଆୟୁ ବଳ ଯଶ ଏସବୁ ବୃଦ୍ଧି ହେଇଥାଏ ଗୁରୁଜନଙ୍କୁ ନମସ୍କାର କଲେ ସମ୍ମାନ ଦେବେ। ସେ କଥା ଆମେ ସମସ୍ତେ ଉପଲବ୍ଧି କରିବା ଉଚିତ। ଯେଉଁ କଥା ଏଠି ଆମେ ଶିଖିକିରି ଗଲେ ସେଟାକୁ ଜୀବନ ତମାମ ଜ୍ଞାନ ଯୋଗାଇବ, ତାହେଲେ ଆମେ କାର୍ଯ୍ୟର ସଫଳତା ଆମେ ନିଶ୍ଚିତ ଭାବରେ ଲାଭ କରିବା। ଜଗତସିଂହପୁର ଜିଲ୍ଲାରୁ ଆସି ଏ କାର୍ଯ୍ୟକ୍ରମକୁ ଏତେ ସାଫଲ୍ୟମଣ୍ଡିତ କରିଛନ୍ତି ତାଙ୍କୁ ମୁଁ ବହୁତ ଧନ୍ୟବାଦ ଦେଉଛି। ଆଉ ଏତେ ଦୂରରେ ଏଭଳି ପାଗରେ ମଧ୍ୟ ଆସି ବହୁତ ବହୁତ ଧନ୍ୟବାଦ। ଆଉ ଆମର ଗାଁର ପିଲାମାନେ ତଥା ଗୁରୁଜନମାନେ କାର୍ଯ୍ୟ ସହଯୋଗ କରୁଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। ହରି ଓମ୍। ହରି ଓମ୍। ବାବା ଆପଣଙ୍କର ପରିଚୟ ଦେବେ ଆଉ ଏଇ ଯେଉଁ ଆପଣଙ୍କର ଆଶ୍ରମରେ ଯେଉଁ ମାତୃପିତୃ ପୂଜନ କାର୍ଯ୍ୟକ୍ରମ କରାଗଲା କେମିତି ଲାଗିଲା ତା ଟିକେ ଅନୁଭୂତି କହିପାରିବେ? ପୂଜନ ଆମର ଆଶ୍ରମରେ ହବା କଥା, ସଂସାର ସୂର୍ଯ୍ୟ ସବୁ ଭକ୍ତି ଚିତ୍ତ ହେଇଯାଇଛି ସବୁ ନିର୍ମାଣ କରାଯାଏ।